ପୁନର୍ଜନ୍ମର 11ଟି ପ୍ରମାଣ। ଅକାଳ ମୃତ୍ୟୁ ହେଲେ କ'ଣ ହୁଏ? ପୁନରପି ଜନମ, ପୁନରପି ମରଣ, ପୁନରପି ଜନନୀ ଜଠରେ ଶୟନ। ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ୍ ଗୀତାରେ କହିଛନ୍ତି, ଜୀବ ନିଜର ପ୍ରାରବ୍ଧ କର୍ମ କରିବା ପାଇଁ ଏବଂ କର୍ମର ଫଳ ଭୋଗିବା ପାଇଁ 84 ଲକ୍ଷ ଯୋନିରେ ବାରମ୍ବାର ଜନ୍ମଗ୍ରହଣ କରିଥାଏ ଏବଂ ମାୟା ସଂସାର ଭିତରେ ଫସି ଯାଇଥାଏ, ଈଶ୍ୱରଙ୍କଠାରୁ ଦୂରେଇ ଯାଇଥାଏ। ତେଣୁ ମନୁଷ୍ୟ, ଯାହାକି ଶ୍ରେଷ୍ଠ ପ୍ରାଣୀ ଭାବେ ଯାହାକୁ ବିବେଚିତ କରାଯାଏ, ସେହି ମଣିଷ ନିଜର କର୍ମ ଏବଂ କର୍ମର ଫଳ ଭୋଗିବା ପାଇଁ ବାରମ୍ବାର ଧରାପୃଷ୍ଠରେ ଜନ୍ମଗ୍ରହଣ କରେ। ଅନେକ ଧର୍ମରେ ଅନେକ ଲୋକ ବିଶ୍ୱାସ କରିନଥାନ୍ତି ଯେ ପୁନର୍ଜନ୍ମ ହୁଏ ବା ପୂର୍ବଜନ୍ମର କର୍ମଫଳ ମନୁଷ୍ୟ ଭୋଗ କରେ। ମହାଭାରତ ମହାକାବ୍ୟ ଅନୁସାରେ କେତେଗୁଡ଼ିଏ ଉଦାହରଣ ଆପଣଙ୍କ ନିକଟରେ ଉପସ୍ଥାପନ କରିବି। ସେଥିରୁ ଆପଣ ନିଶ୍ଚିତ ଭାବରେ ଅନୁମାନ କରିପାରିବେ ଯେ ମନୁଷ୍ୟ କିମ୍ବା ଦେବତା କିମ୍ବା ରାକ୍ଷସ ଯିଏ ବି ହୁଅନ୍ତୁ, ନିଜର କର୍ମ ଅନୁସାରେ ସେମାନେ ଫଳ ଭୋଗିବା ପାଇଁ ବାରମ୍ବାର ଜନ୍ମଗ୍ରହଣ କରନ୍ତି ଏବଂ ମାୟା ସଂସାର ଭିତରେ ପଡ଼ି ରହନ୍ତି। ମହାଭାରତର ସବୁଠାରୁ ବଡ଼ ଯୋଦ୍ଧା ହେଉଛନ୍ତି ଆଜନ୍ମ ବ୍ରହ୍ମଚାରୀ ପିତାମହ ଭୀଷ୍ମ। ଅଷ୍ଟ ବସୁଙ୍କ ମଧ୍ୟରୁ ଜଣେ ବସୁ ମହର୍ଷି ବଶିଷ୍ଠଙ୍କଠାରୁ ଅଭିଶାପ ପାଇ ଭୀଷ୍ମ ରୂପରେ ଜନ୍ମଗ୍ରହଣ କରିଥିଲେ। ମହର୍ଷି ବେଦବ୍ୟାସ ଜଣେ ଦିବ୍ୟଦ୍ରଷ୍ଟା ଥିଲେ। ନିଜର ଦିବ୍ୟଚକ୍ଷୁ ଦ୍ୱାରା ସେ ଅନେକ କଳ୍ପର, ଅନେକ ଦ୍ୱାପର ଯୁଗ ଏବଂ ଅନେକ ମହାଭାରତ ବାରମ୍ବାର ଦେଖିଛନ୍ତି। ତେଣୁ ମହାଭାରତ ମହାକାବ୍ୟରେ ଥିବା ଉଦାହରଣଗୁଡ଼ିକୁ ଯେଉଁମାନେ ମିଥ୍ୟା ବୋଲି ଭାବୁଥାନ୍ତି, ସେମାନେ ଦୟାକରି ମନ ଦେଇ ଶୁଣନ୍ତୁ। ନିଶ୍ଚିତ ଭାବରେ ଆପଣ ଜାଣିପାରିବେ ଯେ କର୍ମ ଏବଂ କର୍ମର ଫଳ କିଭଳି ଭାବରେ ଆଉ ଗୋଟିଏ ଜନ୍ମକୁ ନିମନ୍ତ୍ରଣ ଦେଇଥାଏ। ଦ୍ରୋଣ ନାମକ ଜଣେ ବସୁ ଏବଂ ତାଙ୍କର ପତ୍ନୀ ଧରା ଅନେକ ବର୍ଷର ତପସ୍ୟା ଫଳରେ ଭଗବାନଙ୍କଠାରୁ ଆଶୀର୍ବାଦ ପାଇଲେ ଏବଂ ନନ୍ଦ ଓ ଯଶୋଦା ରୂପରେ ପୁନର୍ଜନ୍ମ ଗ୍ରହଣ କରିଥିଲେ। ସେହି ଜନ୍ମରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ବାତ୍ସଲ୍ୟ ପ୍ରେମର ଅଧିକାରୀ ହୋଇପାରିଥିଲେ। ପୂର୍ବଜନ୍ମରେ ରାଜା ଧୃତରାଷ୍ଟ୍ର ଜଣେ ହିଂସ୍ର ରାଜା ଥିଲେ। ତାଙ୍କର ନିର୍ଦ୍ଦେଶ କ୍ରମେ ତାଙ୍କର ରକ୍ଷୀମାନେ ଗୋଟିଏ ହଂସର ଆଖି ଦୁଇ ଫୁଟେଇ ଦେଇଥିଲେ, ଯାହାର ଫଳସ୍ୱରୂପ ସେ ଧୃତରାଷ୍ଟ୍ର ଜନ୍ମରେ ଅନ୍ଧ ଭାବରେ ଜନ୍ମ ହୋଇଥିଲେ। ମହାଦେବ ଶିବ ଏବଂ ବ୍ରହ୍ମାଙ୍କ ଭିତରେ ଯେଉଁ ଯୁଦ୍ଧ ହୋଇଥିଲା, ସେହି ସମୟରେ ବ୍ରହ୍ମାଙ୍କର ଅଙ୍ଗରୁ ଜାତ ହୋଇଥିଲେ ଶ୍ୱେତଜା ନାମକ ଜଣେ ବହୁତ ଶକ୍ତିଶାଳୀ ରାକ୍ଷସ। ଶ୍ୱେତଜାଙ୍କର ପରଜନ୍ମ ଥିଲା ମହାରଥୀ କର୍ଣ୍ଣ। ସେହି ସମୟରେ ନାରାୟଣଙ୍କର ଶ୍ରୀଅଙ୍ଗରୁ ଜାତ ହୋଇଥିବା ରକ୍ତତେଜା ନାମକ ଜଣେ ମହାବୀର ଶ୍ୱେତଜାଙ୍କ ସହିତ ଯୁଦ୍ଧ କରିଥିଲେ। ରକ୍ତତେଜା ପରଜନ୍ମରେ ନର ଋଷି ଏବଂ ତାପରେ ଅର୍ଜୁନ ଜନ୍ମଗ୍ରହଣ କରିଥିଲେ। ନର ଋଷି ଜନ୍ମରେ ନାରାୟଣଙ୍କ ସହିତ ମିଶି ସେ ଶ୍ୱେତଜାଙ୍କର 999ଟି କବଚ ଭାଙ୍ଗି ଦେଇଥିଲେ। ଆଉ ବାକି ରହିଯାଇଥିଲା ଗୋଟିଏ କବଚ, ଯାହାକି କର୍ଣ୍ଣ ରୂପରେ ତାଙ୍କ ଦେହରେ ଥିଲା। ମହାଭାରତର ମହାଖଳନାୟକ ଦୁର୍ଯ୍ୟୋଧନ ପୂର୍ବଜନ୍ମରେ ଥିଲେ କାଳନେମୀ ନାମକ ଜଣେ ଅସୁର, ଯିଏକି କଳି ରାକ୍ଷସର ଗୋଟିଏ ଅଂଶାବତାର। ତାଙ୍କର ମୁଖ୍ୟ କର୍ତ୍ତବ୍ୟ ଥିଲା ସଂସାରରେ ପାପାଚାର ଏବଂ ଦୁରାଚାର ପରିବ୍ୟାପ୍ତ କରିବା। ଯାଜ୍ଞସେନୀ ଦ୍ରୌପଦୀ ପୂର୍ବଜନ୍ମରେ ଇନ୍ଦ୍ରସେନା ନାମକ ଜଣେ ବ୍ରାହ୍ମଣୀ ଥିଲେ। ସେହି ଜନ୍ମରେ ସେ ମହାଦେବଙ୍କଠାରୁ ବର ପାଇଥିଲେ ଯେ 5ଟି ସ୍ୱାମୀ ବା 5ଟି ଗୁଣ ଥିବା ସ୍ୱାମୀ ପାଇବା ପାଇଁ, ଯାହା ପରଜନ୍ମରେ ପ୍ରତିଫଳିତ ହୋଇଥିଲା। ନିଜର କର୍ମ ଫଳରୁ ସ୍ୱୟଂ ଯମରାଜା ମଧ୍ୟ ବଞ୍ଚି ଯାଇ ପାରିନାହାନ୍ତି। ଋଷିଙ୍କର ଅଭିଶାପରେ ସେ ବିଦୁର ରୂପରେ ଜନ୍ମଗ୍ରହଣ କରିଥିଲେ କୁରୁବଂଶରେ। ତାଙ୍କର ନୀତି ଏବଂ ଆଦର୍ଶ ଏବଂ ଭକ୍ତି ସମଗ୍ର ଭାରତବର୍ଷରେ ବିଖ୍ୟାତ। ଶିବଙ୍କୁ ତପସ୍ୟାରୁ ଜାଗ୍ରତ କରାଇବା ପାଇଁ ତାଙ୍କର ତୃତୀୟ ନେତ୍ରକୁ କାମବାଣ ଦ୍ୱାରା ବିଦ୍ଧ କରିଥିଲେ କାମଦେବ, ଯାହାର ଫଳସ୍ୱରୂପ ଶିବଙ୍କର ତୃତୀୟ ନେତ୍ରର ଜ୍ୱାଳାରେ ସେ ଭସ୍ମୀଭୂତ ହୋଇଯାଇଥିଲେ। ତାଙ୍କର ଆତ୍ମା ପୁନଃ ଭଗବାନ ଶ୍ରୀକୃଷ୍ଣ ଏବଂ ରୁକ୍ମିଣୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲା ପ୍ରଦ୍ୟୁମ୍ନ ନାମରେ। ପରବର୍ତ୍ତୀ ସମୟରେ ସେ ସମ୍ବରାସୁରକୁ ବଧ କରିଥିଲେ। କୁହାଯାଏ, ଭଗବାନ ସମସ୍ତଙ୍କୁ ସୁଯୋଗ ଦେଇଥାନ୍ତି। ଯେଉଁ ଜାଗାରେ ମନୁଷ୍ୟକୁ ଲାଗିଥାଏ ଯେ ଭଗବାନ ଅନ୍ୟାୟ କରୁଛନ୍ତି, ଭଗବାନଙ୍କର ସେହି କର୍ତ୍ତବ୍ୟ ପଛରେ ଥିବା ନ୍ୟାୟକୁ ଯେତେବେଳେ ମନୁଷ୍ୟ ବୁଝିପାରେ ନାହିଁ, ସେହି ସମୟରେ ଭଗବାନ ତାକୁ ବୁଝାଇବା ପାଇଁ ଆବଶ୍ୟକ ପଡ଼ିଲେ
ନିଜକୁ ମଧ୍ୟ ଉତ୍ସର୍ଗ କରିଦେଇଥାନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜାରାଶବର, ଯେ ଥିଲେ ବାଳିପୁତ୍ର ଅଙ୍ଗଦର ପୁନର୍ଜନ୍ମ। ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଯେତେବେଳେ ଗଛ ଆଢୁଆଳରେ ରହି ବାଳିକୁ ବଧ କରିଥିଲେ, ତାପରେ ସେ କହିଥିଲେ ଯେ ତୁମେ ଏହାର ପ୍ରତିଶୋଧ ନେବ। ତୁମର ପୁତ୍ର ଅଙ୍ଗଦ ଜାରାଶବର ରୂପେ ମୋର ଗୋଡ଼କୁ, ମୋର ପାଦକୁ ହରିଣର କାନ ଭାବି ତାକୁ ଶରବିଦ୍ଧ କରିବ, ଯାହାଦ୍ୱାରା ମୋର ମୃତ୍ୟୁର ବାଟ ଉନ୍ମୁକ୍ତ ହୋଇଯିବ। ସମ୍ପୂର୍ଣ୍ଣ ପ୍ରକୃତିକୁ ଆଧାର କରି ଜନ୍ମଗ୍ରହଣ କରିଥାନ୍ତି ବା ଅବତାର ଗ୍ରହଣ କରିଥାନ୍ତି ଭଗବାନ। ଭଗବାନ ଶ୍ରୀକୃଷ୍ଣଙ୍କର ପୂର୍ବ ଅବତାର ଥିଲା ନାରାୟଣ ଋଷିଙ୍କର ଅବତାର, ଯେ କି ନର ଋଷିଙ୍କ ସହିତ ମିଶି ଅନେକ ବର୍ଷ ତପସ୍ୟା ଫଳରେ ମହାଦେବଙ୍କ ଠାରୁ ଆଶୀର୍ବାଦ ପାଇଥିଲେ ଏବଂ ପରଜନ୍ମରେ ଶ୍ରୀକୃଷ୍ଣ ଏବଂ ଅର୍ଜୁନ ରୂପେ କ୍ରମଶଃ ଜନ୍ମଗ୍ରହଣ କରିଥିଲେ। ମହାଭାରତର ଏହି ମହାନାୟକ ଶ୍ରୀକୃଷ୍ଣ ଭଗବାନ ହେଲେ ମଧ୍ୟ ନିଜର କର୍ମ ଏବଂ ଜନ୍ମରୁ କେବେ ହେଲେ ବର୍ତ୍ତି ଯାଇ ପାରିନାହାନ୍ତି। ତେଣୁ ବନ୍ଧୁଗଣ, ଅନେକ ସମୟରେ ଲୋକ ଭାବିଥାନ୍ତି ଯେ ମୁଁ ଯେଉଁ କର୍ତ୍ତବ୍ୟ କରୁଛି ତାହାର ଫଳ ଏବେ ମୁଁ ଭୋଗିବି ନା ଭୋଗିବି ନାହିଁ। ଅନ୍ୟ ବ୍ୟକ୍ତି ଯେଉଁ ଅନ୍ୟାୟ କରୁଛି, ଭୁଲ କାମ କରୁଛି, କିନ୍ତୁ ସେ ଖୁସିରେ ରହୁଛି, ଏଭଳି ଧାରଣା ଅନେକଙ୍କ ମନରେ ଥାଏ। କୌଣସି ପରିଶ୍ରମୀ ବାଳକ ଯେତେ ବିଦ୍ୟାଭ୍ୟାସ କଲେ ବି ଯଦି ତାହାର ଫଳ ସେ ଠିକ୍ ସମୟରେ ପାଉନଥାଏ, ତାହେଲେ ମଧ୍ୟ ତା ମନରେ ଫଳକୁ ନେଇ ସଂଶୟ ଜାତ ହୋଇଥାଏ। ପ୍ରକୃତରେ ଆମେମାନେ ଗୋଟିଏ ଜନ୍ମକୁ ଅବଲୋକନ କରିପାରୁଛେ। ସମ୍ପୂର୍ଣ୍ଣ ଗୋଟିଏ ଜନ୍ମ ନହେଲେ ବି ଗୋଟିଏ ଜନ୍ମର ଅତୀତ ଏପର୍ଯ୍ୟନ୍ତ ଯେତିକିଟି ବୟସ ଆମେ ବିତେଇ ସାରିଛେ, ସେତିକି ଜୀବନକୁ ଆମେ ଅନୁଭବ କରିଛେ। ଭବିଷ୍ୟତ ବିଷୟରେ ଆମେ ସମ୍ପୂର୍ଣ୍ଣ ରୂପେ ଅଜ୍ଞ। ମନୁଷ୍ୟକୁ ମନୁଷ୍ୟର ଶରୀର, ଆତ୍ମା, ମନରେ ଥିବା ବିଭିନ୍ନ ପ୍ରକାରର ଗୁଣ, ମୋହ, ମାୟା ଇତ୍ୟାଦି ଏସବୁକୁ 9ଟି ଗ୍ରହ ସଞ୍ଚାଳିତ କରିଥାନ୍ତି। ସେଇ 9 ଗ୍ରହଗୁଡ଼ିକ ପରସ୍ପର ଭିତରେ ମନୁଷ୍ୟର ସମସ୍ତ ଆତ୍ମାକୁ, ଯେପର୍ଯ୍ୟନ୍ତ ମନୁଷ୍ୟ ସଂସାରରେ ଅଛି ସେ ପର୍ଯ୍ୟନ୍ତ ମନୁଷ୍ୟର ଆତ୍ମାକୁ ବିଭିନ୍ନ ଉପାୟରେ କବଳିତ କରିଥାନ୍ତି। ଜଣେ ମନୁଷ୍ୟର ପ୍ରାକୃତିକ ଆୟୁଷ ହେଉଛି 120 ବର୍ଷ। କଳିଯୁଗରେ ଏହି ବୟସ ଅବଧି ମନୁଷ୍ୟ ପାଇଁ ଧାର୍ଯ୍ୟ ହୋଇଥାଏ। ଏଥିମଧ୍ୟରେ ସମସ୍ତ ଗ୍ରହଦଶାଗୁଡ଼ିକ, ମହାଦଶାଗୁଡ଼ିକ ମନୁଷ୍ୟ ନିର୍ବାହିତ କରିଥାଏ। ଯେପରିକି ସୂର୍ଯ୍ୟ ମହାଦଶା 6 ବର୍ଷ, ଚନ୍ଦ୍ରଙ୍କର ମହାଦଶା 10 ବର୍ଷ, ମଙ୍ଗଳଙ୍କର 7 ବର୍ଷ, ରାହୁଙ୍କର 18 ବର୍ଷ, ବୃହସ୍ପତିଙ୍କର 16 ବର୍ଷ, ଶନିଙ୍କର 19 ବର୍ଷ, ବୁଧଙ୍କର 17 ବର୍ଷ, କେତୁଙ୍କର 7 ବର୍ଷ ଏବଂ ଶୁକ୍ରଙ୍କର 20 ବର୍ଷ। ଯେତେବେଳେ ବିଭିନ୍ନ କାରଣରୁ ମନୁଷ୍ୟ ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇଥାଏ, ଯେପରିକି ରୋଗ, ଜରା, ବ୍ୟାଧି ଏସବୁ ଜିନିଷ, ଦୁର୍ଘଟଣା, ଯଦି କୌଣସି କାରଣରୁ ମନୁଷ୍ୟ ନିଜର ଠିକ୍ ସମୟ ପୂର୍ବରୁ ମୃତ୍ୟୁକୁ ବରଣ କରିଥାଏ, ତାହାହେଲେ ସେହି ସମୟରେ ଯେଉଁ ମହାଦଶା ଯେତିକି ଦିନ ବା ଯେତିକି ବର୍ଷ ବାକି ଥାଏ, ତାହା ତାର ଆତ୍ମା ପରଜନ୍ମରେ ଭୋଗ କରିଥାଏ। ନିଜର କର୍ମ, ନିଜର ଭାଗ୍ୟ, ନିଜର ଚିନ୍ତାଧାରା ବା ଯାହାକୁ ନିୟତି ବୋଲି କୁହାଯାଏ, ଏସବୁକୁ ନେଇ ମନୁଷ୍ୟର ପରଜନ୍ମ ନିର୍ଦ୍ଧାରିତ ହୋଇଥାଏ। ମନୁଷ୍ୟର ଆଚରଣ, ମନୁଷ୍ୟର ଚିନ୍ତାଧାରା ଏବଂ ତାର ଆତ୍ମାକୁ ସେ କେତେ ଈଶ୍ୱରଙ୍କ ଆଡ଼କୁ ଊର୍ଦ୍ଧ୍ୱଗାମୀ କରେଇଛି, ଏହା ଉପରେ ନିର୍ଭର କରେ ମନୁଷ୍ୟର ପରଜନ୍ମର କୁଳ, ବଂଶ, ଧନଧାନ୍ୟ, ଗୋ, କନ୍ୟା, ଭୂମି ଇତ୍ୟାଦି। ପ୍ରକୃତରେ କୌଣସି ମନୁଷ୍ୟ ମରିଯିବା ବା ଜନ୍ମ ହେବା ପ୍ରକୃତି ଉପରେ ବା ଭଗବାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥାଏ। ତେଣୁ ଅନେକ ସମୟରେ ଆପଣମାନେ ଦେଖିଥିବେ ଯେ କୌଣସି ବସ୍ ଦୁର୍ଘଟଣା ବା ପ୍ଲେନ୍ ଦୁର୍ଘଟଣା ବା କୌଣସି ପ୍ରକାର ବନ୍ୟା, ବାତ୍ୟା ଦ୍ୱାରା ସାମୂହିକ ମୃତ୍ୟୁ ହୋଇଥାଏ। ଏହାଦ୍ୱାରା ପ୍ରକୃତି ଉପରେ ବା ଈଶ୍ୱରଙ୍କ ଉପରେ କୌଣସି ପ୍ରକାର ପ୍ରଭାବ ପଡ଼ିନଥାଏ। ଯେ ଯେଉଁ ସମୟରେ ମରିଥାଉ ନା କାହିଁକି, ତାହାର ଅତୀତର ଭାଗ୍ୟ ବା କର୍ମ ଅନୁସାରେ ସେ ପୁଣି ଗୋଟିଏ ଜନ୍ମ ଧାରଣ କରିଥାଏ ଏବଂ ବଳକା କର୍ମଫଳ ଭୋଗ କରିଥାଏ, ବଳକା ମହାଦଶାଗୁଡ଼ିକ ଭୋଗ କରିଥାଏ। କଥାରେ ଅଛି ଅନ୍ତମତା ସୋହି ଗତା, ଅର୍ଥାତ୍ ମୃତ୍ୟୁ ସମୟରେ ଅନ୍ତଃକ୍ଷଣରେ ମନୁଷ୍ୟ ଯାହା ଚିନ୍ତା କରିଥାଏ, ଯେଉଁ ଶକ୍ତି ଉପରେ ସେ ନିଜର ଦୃଷ୍ଟିକୁ, ନିଜର ସମସ୍ତ ଇନ୍ଦ୍ରିୟକୁ କେନ୍ଦ୍ରିତ କରିଥାଏ, ସେହି ଆଡ଼କୁ ତାର ଆତ୍ମା ଆକର୍ଷିତ ହୋଇଥାଏ ଏବଂ ସେହି ଅନୁସାରେ ତାର ପୁନର୍ଜନ୍ମ ଲାଭ ହୋଇଥାଏ।
ତେବେ ସବୁ କ୍ଷେତ୍ରରେ ଏହା ସମ୍ଭବ ହୋଇନଥାଏ। ଯେତେବେଳେ କୌଣସି ଦୁର୍ଘଟଣାରେ ମନୁଷ୍ୟର ଅକାଳ ମୃତ୍ୟୁ ହୋଇଯାଇଥାଏ, ଏତେ ହଠାତ୍ ଏତେ କମ୍ କ୍ଷଣରେ ମୃତ୍ୟୁ ହୋଇଯାଏ ଯେ ମନୁଷ୍ୟ କୌଣସି ଭାବିବା ପାଇଁ ନିଜର ଚେତନା ଶକ୍ତିକୁ ଜାଗ୍ରତ କରିବା ପାଇଁ ସମ୍ଭବପର ହୋଇନଥାଏ। ତେଣୁ ତାର ସେହି ଜନ୍ମରେ ଯାହା କର୍ମଫଳ, ଯେତିକି ସଞ୍ଚିତ ପୁଣ୍ୟ ତାକୁ ଯୋଗ କରି ଏବଂ ଯେତିକି ସଞ୍ଚିତ ପାପ ତାକୁ ବିୟୋଗ କରି ଯାହା ବଳକା ରହିଲା, ସେହି ଅନୁସାରେ ସେ ତାର କର୍ମଫଳ ନିର୍ଦ୍ଧାରଣ ହୋଇଥାଏ ଏବଂ ସେ ପୁନର୍ଜନ୍ମ ଲାଭ କରିଥାଏ। ତେଣୁ ବନ୍ଧୁଗଣ, ଆଜିର ଭିଡ଼ିଓଟି ଥିଲା ଆପଣମାନଙ୍କ ମନରେ ବାରମ୍ବାର ବିଶ୍ୱାସ ଆଣିବା ପାଇଁ ଯେ ପୁନର୍ଜନ୍ମ ନାମକ ଗୋଟିଏ ଜିନିଷ ଅଛି, ଯାହାଦ୍ୱାରା ମନୁଷ୍ୟର କର୍ତ୍ତବ୍ୟ ମନୁଷ୍ୟର ପ୍ରାରବ୍ଧ ଅନୁସାରେ ହୋଇଥାଏ ଏବଂ କର୍ମଫଳ ସେ ଭୋଗ କରିଥାଏ। ଆଶା କରୁଛି ଆପଣମାନଙ୍କୁ ଉପସ୍ଥାପିତ ବିଷୟବସ୍ତୁ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ନିଜର ମତାମତ କମେଣ୍ଟ କରି ଜଣାନ୍ତୁ। ଗପ ଅମୃତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।